ଯେତେବେଳେ ସେମାନେ ଜେରୁସାଲେମର ନିକଟବର୍ତ୍ତୀ ହୋଇ ଜିକା ପର୍ବତ ପାର୍ଶ୍ୱସ୍ଥ ବେଥଫାଗି ଓ ବେଥାନିଆ ନିକଟରେ ଉପସ୍ଥିତ ହେଲେ, ସେତେବେଳେ ସେ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ 2 ଜଣଙ୍କୁ ଏଇ କଥା କହି ପଠାଇଲେ, ତୁମ୍ଭମାନଙ୍କ ସମ୍ମୁଖସ୍ଥ ସେହି ଗ୍ରାମକୁ ଯାଅ, ସେଥିରେ ପ୍ରବେଶ କରିବା କ୍ଷଣି ଯାହା ଉପରେ କେହି କେବେ ଚଢ଼ି ନାହିଁ, ଏପରି ଗୋଟିଏ ଗଧଛୁଆକୁ ବନ୍ଧା ହୋଇଥିବା ଦେଖିବ, ତାକୁ ଫିଟାଇ ଘେନି ଆସ। ଆଉ ଯେବେ କେହି ତୁମ୍ଭମାନଙ୍କୁ କାହିଁକି ଏହା କରୁଅଛ ବୋଲି କହେ, ତେବେ କହିବ, ଏହାଠାରେ ପ୍ରଭୁଙ୍କର ପ୍ରୟୋଜନ ଅଛି, ଆଉ ସେ ପୁନର୍ବାର ତାହାକୁ ଅବିଳମ୍ବେ ଏଠାକୁ ପଠାଇଦେବେ। ସେମାନେ ଯାଇ ଦ୍ୱାର ନିକଟରେ ବାହାର ଦାଣ୍ଡରେ ଗୋଟିଏ ଗଧଛୁଆକୁ ବନ୍ଧା ହୋଇଥିବା ଦେଖି ତାହାକୁ ଫିଟାଇଲେ। ସେଥିରେ ସେ ଚାर ଜୟ ଭଉଣୀ, ଥ୍ୟାଙ୍କ ୟୁ। ଧନ୍ୟବାଦ। ପ୍ରଭୁ ତାଙ୍କର ବାକ୍ୟ ଉପରେ ଆଶୀର୍ବାଦ ଦିଅନ୍ତୁ। ଆମେ ସମସ୍ତେ এই ঘটনাটি জানিছু। ବର୍ଷ ବର୍ଷ ଧରି ଆମେ এই ଗଧ ଶାବକର ଆଉ ତାପରେ ଯୀଶୁ ତାପରେ ବସି ଯୋଉ ବିଜୟ ଯାତ୍ରା କରିଥିଲେ, ସେ ସବୁ ସଣ୍ଡେ ସ୍କୁଲରେ କାହାଣୀ ଶୁଣିଛୁ। ବଡ ହେଲା ପରେ ତାର ଅଧିକ ବ୍ୟାଖ୍ୟା ଶୁଣିଛୁ। ସାନ ବେଳେ ତ ମୋର ବୋଧେ ସମସ୍ତେ ବୋଧେ ଯାଉଥିବେ ବିଜୟ ଯାତ୍ରାର ଗୋଟେ ଶୋଭାଯାତ୍ରା ହଉଥିଲା। ମୁଁ ଭାବୁଛି ଆମେ ସମସ୍ତେ ସେଥିରେ ନିଶ୍ଚିତ ଛୋଟବେଳେ ଭାଗ ନେଇଛୁ। ଗୋଟେ ଗୋଟେ ଖଜୁରୀ ବାହୁଙ୍ଗା ଧରି ଗ୍ରାମର ଚାରିଆଡେ ବୁଲିବାଟା ସମସ୍ତେ କରିଥିବେ ବୋଲି ମୋର ବିଶ୍ୱାସ। ଆଜି ମଧ୍ୟ ହଉଛି। ଖଜୁରୀ ବାହୁଙ୍ଗା ଧରି ସେଦିନ ସେଇ ଦିନକୁ ସ୍ମରଣ କରିବା ଲାଗି ଛୋଟ ଛୋଟ ପିଲାମାନେ ସଣ୍ଡେ ସ୍କୁଲର এই କାର୍ଯ୍ୟକ୍ରମ ଆଜି ମଧ୍ୟ ଚଲେଇ ରଖିଛନ୍ତି। ଆଉ ତା ସହିତ ପିଲାଙ୍କ ସାଙ୍ଗରେ ଟିଚର ମାନେ ମଧ୍ୟ ସେ ସମୟଟାକୁ ଏନ୍ଜୟ କରନ୍ତି। এই ଗଧ କଥାଟି ମୁଁ ଯେତେବେଳେ ପଢେ, ମୋ ସାନ ବେଳ କଥାଟା ବହୁତ ମନେ ପଡିଯାଏ। ମୁଁ ଜାଣେନି ଆପଣ ମାନଙ୍କ ଭିତରୁ କେତେ ଜଣ ସେଇ ଭୟଙ୍କର ସମସ୍ୟାର ସମ୍ମୁଖୀନ ହେଇଛନ୍ତି କି ନାହିଁ। ଛୋଟବେଳେ ମନେ କରନ୍ତୁ ତୃତୀୟ ଚତୁର୍ଥ ପଞ୍ଚମ ଭିତରେ, ଏଇ 6, 7, 8 ବର୍ଷ ଭିତରେ ସମସ୍ୟାଟା ବହୁତ ବଡ ଥିଲା ଯେ ସେତେବେଳେ ଟିଚର ମାନେ ବଡ ଅଦ୍ଭୁତ ରକମ କଥାବାର୍ତ୍ତା କରୁଥିଲେ। ଆମମାନେ ସେ ସବୁ ଶୁଣିବାର ଅଭ୍ୟାସ ହେଇଯାଇଥିଲା ସାନ ବେଳେ। ପାଠ ନ ପଢିଲେ 2ଟା ଅପସନ ଥିଲା ସାନ ବେଳେ। ପ୍ରଥମ ଥିଲା ପାଠ ପଢୁନୁ, ଛେଳି ଚରେଇ ଯିବୁ, ଏଇଟା ଗୋଟେ ଥିଲା। ଆଉ ଗୋଟେ ଥିଲା ପାଠ ନ ପଢିଲେ ତୁ ଗଧ ହେଇଯିବୁ, କିମ୍ବା ତୁ ଗଧଟା ତୋ ଦେଇ ପାଠ ହବନି। ବଡ ଭୟ ଲାଗୁଥିଲା, କାହିଁକିନା ସେତେବେଳେ ଗଧ ତ ମୁଁ ଦେଖିନଥିଲି। ଛୋଟବେଳେ ଗଧ ଦେଖିନଥିଲି, ଛେଳିଟା ହଁ ଦେଖିଥିଲି। ତା ଚରେଇବା ବିଷୟରେ ଟିକେ ଧାରଣା ଥିଲା, କିନ୍ତୁ ଗଧ ସାନ ବେଳେ 2ଟା ଛବିରୁ କେବଳ ଆମେ ଗଧ କଣ ବୋଲି ଜାଣୁଥିଲୁ। ଗୋଟେ ହେଲା ମରିୟମ ଗଧ ପିଠିରେ ବସିକିରି ଯାଉଛନ୍ତି ଗୋଟେ ଛବି, ଆଉ ଗୋଟେ ବିଜୟ ଯାତ୍ରାର ଛବି ଥିଲା ଯୀଶୁ ଗଧ ଉପରେ ବସିକି ବିଜୟ ଯାତ୍ରା କରୁଛନ୍ତି। ସବୁଠୁ ସମସ୍ୟା ହୁଏ ତୁ ଗଧ ହେଇଯିବୁଟା ପ୍ରୋବ୍ଲେମ କରେ। ଆଉ ତାପରେ 2 ଦିନ ପରେ ଯେତେବେଳେ ଶୁଣିବାକୁ ମିଳେ ପାଠ ସାଠ ନ ପଢୁନୁ ତୁ ଗଧ ହେଇଗଲୁ, କେତେବେଳେ ଗଧଟା ହେଇଗଲି ମୁଁ। ଏ ଭିତରେ ଗଧ ହେବାର ତ ଭୟ ଦେଖା ଯାଉଥିଲା, କିନ୍ତୁ ୟା ଭିତରେ ମୁଁ ଗଧ ହେଇଯାଇଛି। ସେ ସାନ ବେଳର ସ୍ମୃତି ଏ କାହାଣୀଟି ପ୍ରସ୍ତୁତ କଲା ବେଳେ ମତେ ବହୁତ ମନେ ପଡୁଥିଲା। ଗଧ ଯେ କେତେ ଗୋଟେ ନିଉଛୁଣା ଯେମିତି କହନ୍ତି, ମାନେ ସମସ୍ତେ ଗଧକୁ ଦୁର୍ଦୁର୍ମାର କରନ୍ତି। ଗଧ ଗୋଟେ ଭଲ ଜୀବ ନଥିଲା, ଗଧକୁ ସମସ୍ତେ ଛିଛାକର କରନ୍ତି। ମୁଁ ବାହାରେ ବଡ ହେଲା ପରେ ଯେତେବେଳେ ବାହାରକୁ ଗଲି, ଓଡିଶା ବାହାରକୁ, ଗଧକୁ ଦେଖିଛି ଚରି ବୁଲିବାର। ପଡିଆରେ ସେ ସେମିତି ବୁଲୁଥାଏ, ତା ମାଲିକ ଯେତେବେଳେ ଦରକାର ପଡେ ତାକୁ ବୋଧେ ନଉଥିବ ଘରକୁ କିଛି କାମ ଲାଗି। କିନ୍ତୁ ଗଧର ଗୋଟେ ପ୍ରକୃତି ଥିଲା, ସେ ବହୁତ ବାଧ୍ୟ।
ତା ମାଲିକ ତା ଉପରେ ଯେତେ ବୋଝ ଲଦି ଦେଲେ ବି ସେ କିଛି ବି କମ୍ପ୍ଲେନ କରେନି। ତା ମାଲିକ ଯେତେବେଳେ ବସିକିରି ଯୋଉ ଅଞ୍ଚଳରେ ବେଶୀ ଆମେ ସେ ପାଲେଷ୍ଟାଇନ ସେ ସାଇଟରେ ବେଶୀ ମିଡିଲ ଇଷ୍ଟରେ ଗଧର ପ୍ରଚଳନ ଗଧ ବ୍ୟବହାର ବେଶୀ ଦେଖୁ। କାରଣ ଲୋକମାନେ ବଡ ବଡ ଲୋକ ସିନା ଭିନ୍ନ ଭିନ୍ନ ଯାନ ବ୍ୟବହାର କରନ୍ତି, କିନ୍ତୁ ମଧ୍ୟବିତ୍ତ ପ୍ରତ୍ୟେକଙ୍କର ଘରେ ଗଧ ଥାଏ। ଆଉ ସେ ଯେତେ ଖରା ହଉ, ଯେତେ ଗରମ ଥାଉ, ଯେତେ ତତଲା ବାଲି ଥାଉ, ତା ମାଲିକକୁ ବସେଇକି ସେ ବିନା କମ୍ପ୍ଲେନ ରେ ଅନେକ ଦୂରକୁ ନେଇଯିବ, ମାଇଲ ମାଇଲ ଚାଲିଯିବ। ବହୁତ ନିରୀହ, ବାଧ୍ୟ ଆଉ ଚୁପଚାପିଆ ପ୍ରାଣୀ। ଘୋଡା ପରି ସେ ଏତେ ଉତ୍ପାତ ହୁଏନି, ବିନା କାରଣରେ ଗୋଇଠା ମାରେନି। ଆଉ ଏ ଶାନ୍ତ ଚୁପଚାପିଆ ଜୀବଟାକୁ କିନ୍ତୁ ଲୋକମାନେ ମୋଟେ ଭଲ ଭାବରେ ଦେଖନ୍ତିନି। ଗୋଟେ ଘୃଣିତ ଜୀବ ଭାବରେ, ଅଶୁଚି ଜୀବ ଭାବରେ ତାକୁ ବ୍ୟବହାର କରାଯାଏ। ଆଉ ଏଠି ଆମେ ଦେଖୁଛୁ ଯୋଉଟା ବର୍ତ୍ତମାନ ପଢାଗଲା, ଏଇଠି ଏ ଗର୍ଦ୍ଧବ ଶାବକଟି ବନ୍ଧା ହେଇକି ଥିଲା। ବଡ ହୁଏତ ବନ୍ଧା ହୁଅନ୍ତି, କିନ୍ତୁ ସାନଟା ଛୋଟ ଗଧ ଛୁଆ ପ୍ରାୟ ବନ୍ଧା ହୁଅନ୍ତିନି। କାହିଁକିନା ଆଉ ଗୋଟେ ଜାଗାରେ ଆମେ ଦେଖୁ ଯୋହନରେ 12-13 ପଦରେ ଲେଖାଯାଏ ଯେ ଯୀଶୁ ଯିବା ବାଟରେ ଗୋଟେ ଗଧ ଛୁଆ ପାଇଲେ, ଆଉ ତା ଉପରେ ସେ ବସିଲେ, ଆଉ ସମସ୍ତେ ବିଜୟ ଯାତ୍ରାରେ ତାଙ୍କ ସହିତ ଯାତ୍ରା କଲେ। ତେବେ ଏଇ ଗଧଟି, ଯାହାର କୌଣସି ସମ୍ମାନ ନଥିଲା, କୌଣସି ଗୋଟେ ସ୍ପେଶିଆଲିଟି ତାର ନାହିଁ, ଘୋଡାରେ ବସିକି ଯେମିତି ଗଲେ ଯେମିତି ଗୋଟେ ସମ୍ମାନ ହୁଏ, ସେମିତି କିଛି ସମ୍ମାନ ପାଇବା ଭାଇ ଏଠି ନଥିଲା। ଆଉ ସେମିତି ଗୋଟେ ବନ୍ଧା ହେଇଥିବା ମେଷ ଶାବକ, କ୍ଷମା କରିବେ, ଗର୍ଦ୍ଧବ ଶାବକ ଯୀଶୁଙ୍କର ଦରକାର ପଡିଲା। କୌଣସି ଗୋଟେ ଯେମିତି କହନ୍ତି ବହୁତ ଗୁଡେ ସମ୍ମାନୀୟ ଯାତ୍ରା, ଦୃଷ୍ଟି ଆକର୍ଷଣ କରିବା ଯାତ୍ରା ନଥିଲା ତାଙ୍କର। କିନ୍ତୁ ଗଧ ପିଠିରେ ବସି ପଡିଲା ପରେ ଲୋକମାନଙ୍କ ଦୃଷ୍ଟି ତାଙ୍କ ଉପରକୁ ଗଲା। ଯୀଶୁ ଆଉ ଲୋକମାନେ ଆକୃଷ୍ଟ ହେଲେ ଯେ ଗୋଟେ ଗଧ ଉପରେ ବସିକିରି କିଏ ଆସୁଛି। ଏଠି ଆମେ ଦେଖୁଛୁ ଯେ ଯୀଶୁ କହୁଛନ୍ତି ଯେ ଯଦି ସେମାନେ ନ ଫିଟେଇବେ ବା ନ ଆଣିବାକୁ ଦେବେ, ତୁମେ କହିବ ଏହାଙ୍କ ଠାରେ ଗୁରୁଙ୍କର ପ୍ରୟୋଜନ ଅଛି। ଏଠି ପ୍ରଭୁ ଅଛି, ଆଉ କେତେ ଜାଗାରେ ଗୁରୁ ମଧ୍ୟ ଅଛି। ପ୍ରଭୁଙ୍କର ପ୍ରୟୋଜନ ଅଛି। ଗୋଟେ ଗଧ ପାଖରେ ପ୍ରଭୁଙ୍କର କାହିଁକି ପ୍ରୟୋଜନ ହେଲା? ଯାହା ପିଠିରେ ବସି ଯିବାଟା ଅସମ୍ମାନ ଜନକ, ଅପମାନ ଜନକ ଥିଲା। ଅନେକ ସମୟରେ ଆପଣ ମାନେ ଶୁଣିଥିବେ, କୌଣସି ଗୋଟେ ଅପମାନ ଜନକ କାର୍ଯ୍ୟ କିଏ କରିତେ ତାକୁ ଗଧ ପିଠିରେ ବସେଇକି ଗାଁ ବୁଲାନ୍ତି। ସମ୍ମାନଜନକ କାର୍ଯ୍ୟ ନଥିଲା, କିନ୍ତୁ ଯୀଶୁଙ୍କର ପ୍ରୟୋଜନ ହେଲା ଗୋଟେ ଗଧ, ଆଉ ସେ ମଧ୍ୟ ବନ୍ଧା ହେଇଥିବ। ମାଥ୍ୟୁ, ଲୁକ, ମାର୍କ ଏ ତିନୋଟି ଯାକ ପୁସ୍ତକରେ, ମାଥ୍ୟୁ 21 ପର୍ବ 3 ପର୍ବରେ, ଲୁକ 19 ପର୍ବ 31 ପଦରେ ଲେଖାଯାଏ ଯେ ଗଧ ଛୁଆଟି ବନ୍ଧା ହେଇଥିଲା। ମାଥ୍ୟୁରେ ଅବଶ୍ୟ ତା ମା ସହିତ ସେ ବନ୍ଧା ହେଇଥିଲା ବୋଲି ଲେଖାଯାଇଛି। ଆଉ ତାକୁ ଯୀଶୁ ଆଦେଶ ଦଉଛନ୍ତି ଯେ ତୁମେ ଯାଇକି ତାକୁ ଫିଟେଇକି ଆଣ। ଗୋଟେ ବନ୍ଧନ ଭିତରେ ସେ ଥିଲା। ପ୍ରିୟମାନେ, ତାକୁ ଗୋଟେ ବନ୍ଧନ ମୁକ୍ତ କରାଯାଉଛି, କାରଣ ଯିଏ ତାକୁ ବ୍ୟବହାର କରିବେ
ସେ ତାଙ୍କର ୟା ପାଖରେ ପ୍ରୟୋଜନ ଅଛି। କାହିଁକି ଗଧକୁ କହୁଛି ଯେ ସେ ଗୋଟେ ଅଶୁଚି ବା ନିହାତି ଜ୍ଞାନ କରାଯାଉଥିବା ଗୋଟେ ସେ ଗୃହପାଳିତ ପଶୁ, କିନ୍ତୁ ତାକୁ କେହି ବି ଏତେ ମାନ ଦିଅନ୍ତିନି। ଯାତ୍ରା ପୁସ୍ତକ 13 ପର୍ବ ସେଠାରେ ବ୍ୟବସ୍ଥାରେ ତା ପାଇଁ ଯୋଉ ବ୍ୟବସ୍ଥା ଦିଆଯାଇଛି, ଯାତ୍ରା ପୁସ୍ତକ 13 ପର୍ବ 12 ପଦ ପଢୁଛି, ସେତେବେଳେ ତୁମ୍ଭେ ପ୍ରଥମ ଜାତ ସମସ୍ତ ଗର୍ଭଫଳ ତମ୍ଭ ପଶୁଠାରୁ ଜାତ ପ୍ରତ୍ୟେକ ପ୍ରଥମ ଗର୍ଭଫଳ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପୃଥକ କରିବ। ପୁଂଶାବକ ସକଳ ସଦାପ୍ରଭୁଙ୍କର ହେବେ। 13 ପଦର ପ୍ରଥମ ଧାଡ଼ିରେ ଲେଖାଯାଏ, ପୁଣି ତୁମ୍ଭେ ମେଷ ଶାବକ ଦେଇ ପ୍ରତ୍ୟେକ ପ୍ରଥମ ଜାତ ଗର୍ଭବକୁ ମୁକ୍ତ କରିବ। ଏଠାରେ ଆପଣ ମାନେ ଦେଖନ୍ତୁ, ଗର୍ଭବ ଶାବକର ପ୍ରଥମ ସନ୍ତାନ, ପ୍ରଥମ ଯୋଉ ଛୁଆଟି ଜନ୍ମ ହବ, ତାହା ଈଶ୍ୱରଙ୍କ ପାଖରେ ଉତ୍ସର୍ଗ କରାଯିବ ନାହିଁ। ସେ ଉତ୍ସର୍ଗ ହେବା ପାଇଁ ଯୋଗ୍ୟ ନୁହେଁ। ଏଠି ସ୍ପଷ୍ଟ ଭାବରେ କୁହାଗଲା ଯେ ପ୍ରତ୍ୟେକ ପଶୁ ହଉ ବା ମନୁଷ୍ୟ ହଉ, ପ୍ରଥମ ସନ୍ତାନ ଈଶ୍ୱରଙ୍କର ଅଧିକାର। ପଶୁମାନଙ୍କୁ ବଳି ଦିଆଯାଉଥିଲା, ଆଉ ମନୁଷ୍ୟ ମାନଙ୍କର ପ୍ରଥମ ସନ୍ତାନ ବା ବଡ ପୁଅ ଈଶ୍ୱରଙ୍କର କାର୍ଯ୍ୟରେ ଲାଗୁଥିଲା। କାରଣ ଏଠି ଲେଖା ହେଇଛି ସନ୍ତାନ ସକଳ, ଝିଅ ମାନଙ୍କ ବିଷୟରେ ନାହିଁ, କେବଳ ପୁଅ ମାନଙ୍କ ବିଷୟରେ ଲେଖାଯାଇଛି। ସେମାନେ ସମସ୍ତେ ସଦାପ୍ରଭୁଙ୍କର ହେବେ। ଆଉ ଏଠି ତଳେ ଆପଣ ଦେଖିବେ, ପ୍ରତ୍ୟେକ ପ୍ରଥମ ଜାତ ଗର୍ଭବକୁ ତୁମେ ଗୋଟେ ମେଷ ଶାବକ ଦ୍ଵାରା ମୁକ୍ତ କରିବ। ସେଇ ବିଷୟଟି ଯାତ୍ରା ପୁସ୍ତକ 34 ପର୍ବ 20 ପଦରେ ମଧ୍ୟ ଲେଖାଯାଇଛି। ପ୍ରଥମ ଜାତ ଗର୍ଭବ ପରିବର୍ତ୍ତରେ ତୁମେ ମେଷ ଶାବକ ଦେଇ ତାକୁ ମୁକ୍ତ କରିବ। ଯଦି ନ କରୁଛ ତାହେଲେ ସେଇ ପଶୁର ବେକ ଭାଙ୍ଗି ତୁମେ ତାକୁ ମାରିଦବ। କିନ୍ତୁ ବ୍ୟବହାର ତମେ କରିପାରିବନି। ପ୍ରଥମ ସନ୍ତାନ ପ୍ରଭୁଙ୍କର, ଆଉ ଗର୍ଭବ ଈଶ୍ୱରଙ୍କର ଯୋଗ୍ୟ ନୁହେଁ। କିନ୍ତୁ ଆମେ ଏଠି ଦେଖୁଛୁ ଯୀଶୁ କହୁଛନ୍ତି ମୋର ତା ପାଖରେ ପ୍ରୟୋଜନ ଅଛି। ସେ ଗର୍ଭବକୁ ରଶିରୁ ବା ବନ୍ଧନରୁ ମୁକ୍ତ କରିବା ଲାଗି ଯୀଶୁ ଚାହୁଁଛନ୍ତି। ଏଠି ଗୋଟେ ପ୍ରଶ୍ନ ଆପଣଙ୍କ ଆଗରେ ମୁଁ ରଖୁଛି ଯେ କିଏ କାହା ପାଇଁ ପ୍ରୟୋଜନୀୟ ଥିଲା? ଯୀଶୁଙ୍କ ପାଇଁ ଗର୍ଭବ ପ୍ରୟୋଜନ ଥିଲା, ନା ସେ ଯୋଉ ଗଧ ଛୁଆଟିର ଯୀଶୁଙ୍କୁ ଆବଶ୍ୟକ କରୁଥିଲା? ପ୍ରକୃତରେ ବନ୍ଧନଗ୍ରସ୍ତ ଜୀବନରେ ପଡିଥିବା ଜଣକର ମୁକ୍ତି ପାଇଁ ଯୀଶୁଙ୍କର ଆବଶ୍ୟକତା ରହିଛି। ଗଧ ବନ୍ଧା ହେଇଥିଲା। ଚିନ୍ତା କରନ୍ତୁ, ଆମମାନଙ୍କ ଜୀବନ ମଧ୍ୟ ଗୋଟିଏ ଡୋରିରେ ବନ୍ଧା ହେଇକି ଅଛି, ଆଉ ସେ ଭୟଙ୍କର ଡୋରି ହେଲା ପାପର ବନ୍ଧନ। ଆମେ ସମସ୍ତେ ପାପର ବନ୍ଧନରେ ବନ୍ଧା ଯାଇକି ଅଛୁ। ଆମକୁ ମୁକ୍ତ କରିବା ଲାଗି ଯୀଶୁଙ୍କର ଇଚ୍ଛା ହେଲା, କାରଣ ଆମେ ତାଙ୍କ ପାଇଁ ପ୍ରୟୋଜନୀୟ ଥିଲୁ। ଆମେ ଯେ ପର୍ଯ୍ୟନ୍ତ ବନ୍ଧା ହେଇକି ଅଛୁ, ଗଧ ଛୁଆଟି ଯେ ପର୍ଯ୍ୟନ୍ତ ବନ୍ଧା ହେଇକି ଥିଲା, ଯୀଶୁଙ୍କ ତା ପାଖରେ କିଛି କାମ ନଥିଲା।
ଆମେ ଯେ ପର୍ଯ୍ୟନ୍ତ ପାପ ଡୋରିରେ ବନ୍ଧା ହେଇକି ରହିବୁ ସେ ପର୍ଯ୍ୟନ୍ତ ଆମେ ଯୀଶୁଙ୍କ ପାଇଁ କୌଣସି କାର୍ଯ୍ୟ କରିପାରିବୁନି। ସେଇ ଡୋରି ବା ସେଇ ପାପର ବନ୍ଧନ ଛିନ୍ନ କରିବା ଲାଗି ଗୋଟେ ମେଷର ଆବଶ୍ୟକତା ଥିଲା। ଆମେ ଜାଣିଛୁ ମେଷ ହଉଛି ସେଇ ମେଷ ଯୀଶୁ ନିଜେ ବୋଲି ଆମେ ବାକ୍ୟରେ ମଧ୍ୟ ଅନେକ ଆଲୋଚନା କରିଛୁ, ବାକ୍ୟ ଶୁଣିଛୁ। ମନୁଷ୍ୟକୁ ରକ୍ଷା କରିବା ଲାଗି ଜଗତର ପତନ ପୂର୍ବରୁ ଆପଣମାନେ ସେଟା ପ୍ରଥମ କ୍ଷମା କରିବେ ପ୍ରକାଶିତ ବାକ୍ୟ 13 ପର୍ବ 8 ପଦରେ ଦେଖିବେ ଲେଖାଯାଇଛି, ଜଗତ ପତନ ପୂର୍ବରୁ ବଳିକୃତ ମେଷ ଶାବକ, ଗୋଟେ ବେଶ ଶାବକ ପ୍ରସ୍ତୁତ କରାଯାଇଥିଲା ଜଗତ ପତନ ପୂର୍ବରୁ। କାରଣ ଈଶ୍ୱର ଜାଣିଥିଲେ ଯୋଉ ମନୁଷ୍ୟକୁ ସେ ସୃଷ୍ଟି କରୁଛନ୍ତି ସେ ଶୀଘ୍ର ବନ୍ଧନଗ୍ରସ୍ତ ହବ। ପାପର ବନ୍ଧନରେ ସେ ଏପରି ବାନ୍ଧି ହେଇଯିବ ଯେ ତାକୁ ମୁକୁଳେଇବା ଲାଗି କୌଣସି ଉପାୟ ନାହିଁ। ସେଇ ବନ୍ଧନକୁ କେବଳ ଗୋଟିଏ ଉପାୟରେ ମୁକ୍ତ କରାଯାଇପାରିବ ବା ସେ ବନ୍ଧନକୁ ଖୋଲା ଯାଇପାରିବ। ଆଉ ସେ ବନ୍ଧନ ଖୋଲିବା ଲାଗି ଗୋଟେ ମେଷର ଆବଶ୍ୟକତା ଅଛି। ଆମେ ଯାତ୍ରା ପୁସ୍ତକରେ ଇସ୍ରାଏଲ ମାନଙ୍କର ଯାତ୍ରା ଆଉ ତାଙ୍କୁ ଯୋଉ ବ୍ୟବସ୍ଥା ଦାନ କରାଯାଇଥିଲା ତା ବିଷୟରେ ଜାଣିଛୁ। ବଳି ସବୁ ବ୍ୟବସ୍ଥା ଥିଲା ପାପ କ୍ଷମା ନିମନ୍ତେ। ଲେବି 16 ପର୍ବରେ ବିଶଦ ଭାବରେ ବର୍ଣ୍ଣନା କରାଯାଇଛି ଯେ କିପରି ଭାବରେ ବାର୍ଷିକ ବଳିଦାନ ହଉଥିଲା। ପ୍ରତି ବର୍ଷ ଏ ବଳିଦାନ କାର୍ଯ୍ୟ ମନ୍ଦିରରେ ଚାଲୁଥିଲା। ଲେବି 16 ପର୍ବରେ ସ୍ପଷ୍ଟ ଭାବରେ ଅଛି। ସେଇ ଦିନ ମହାଯାଜକ ଗୋଟିଏ ମେଷ ଆଉ 2ଟି ଛାଗ ନେଇ ବଳିଦାନ କରୁଥିଲେ। ଗୋଟିଏ ଛାଗ ପାପ ବୋହି ନେଇ ଯିବା ପାଇଁ ଆଉ ଗୋଟେ ଛାଗ ବ୍ୟବହାର କରାଯାଉଥିଲା ପାପ ଆଚ୍ଛାଦନ କରିବା ପାଇଁ। ସେଇ ରକ୍ତ ନେଇ ବଳିଦାନର ରକ୍ତ ନେଇ ଯେତେବେଳେ ମହାଯାଜକ ଯାଇ ଆଚ୍ଛାଦନ ସେଇ ପାପାଚ୍ଛାଦନ ଉପରେ ମହାପବିତ୍ର ସ୍ଥାନରେ ଛିଞ୍ଚୁଥିଲେ ଆଉ ନିରାପଦରେ ବାହାରି ଆସୁଥିଲେ। ଅର୍ଥାତ୍ ସେଇ ବିଚ୍ଛେଦ ବସ୍ତ୍ର ଟପି ଗୋଟେ ହାତରେ ଧୂପଦାନୀ ଆଉ ଗୋଟେ ହାତରେ ରକ୍ତ ପାତ୍ର ନେଇ ସେ ବିଚ୍ଛେଦ ବସ୍ତ୍ର ଟପି ଭିତରେ ପ୍ରବେଶ କରୁଥିଲେ। ଧୂପଦାନୀରୁ ପ୍ରବଳ ଧୂପ ବାହାରୁଥିଲା। ଧୂଆଁରେ ସେ ପାପାଚ୍ଛାଦନ ଏବଂ ସେ କିରୁବ ମାନେ ଢାଙ୍କି ହେଇଯାଉଥିଲେ। ସେଇ ଜାଗାରେ ମହାଯାଜକ ରକ୍ତ ଛିଞ୍ଚୁଥିଲେ ସେଇ ପାପାଚ୍ଛାଦନ ଉପରେ। ଆଉ ସବୁ କାର୍ଯ୍ୟ ଶେଷ କରି ଯେତେବେଳେ ସେ ନିରାପଦରେ ବାହାରି ଆସୁଥିଲେ ଲୋକମାନେ ଆନନ୍ଦିତ ହଉଥିଲେ ଯେ ତାଙ୍କର ପାପ ଗୋଟିଏ ବର୍ଷ ପାଇଁ ଆଚ୍ଛାଦନ ହେଇଗଲା। ଗୋଟେ ବର୍ଷ ପାଇଁ ତାଙ୍କର ପାପକୁ କ୍ଷମା କରାଗଲା। ସେ ରକ୍ତ ଯୋଉ ଛିଞ୍ଚା ଗଲା ରକ୍ତର ସେଇ ପାପାଚ୍ଛାଦନ ଉପରେ ଯୋଉ ରକ୍ତ ପକାଗଲା ସେଇଟା ତାଙ୍କର ପାପକୁ ଢାଙ୍କି ଦେଲା। ତାପରେ ସେମାନେ ଦ୍ୱିତୀୟ ଛାଗ ଯାହାକୁ ସେମାନେ ପାପ ବୋହି ନେଇଯିବା ପାଇଁ ରଖିଥିଲେ ଅଲଗା କରି ତାକୁ ମଧ୍ୟ ସେମାନେ ତାର ମସ୍ତକ ଉପରେ ମହାଯାଜକ ହାତ ରଖନ୍ତି ଆଉ ସବୁ ପାପ ସ୍ୱୀକାର କରି ତାକୁ ପ୍ରାନ୍ତରକୁ ପଠେଇ ଦିଅନ୍ତି। ଆଉ ସେ ଛାଗ ଯେତେବେଳେ ଯାଏ ସେ ଆଉ ଫେରି ଆସେନି। କିନ୍ତୁ ଏଇ ବଳିଦାନରେ ମଧ୍ୟ ଗୋଟେ ମେଷର ଆବଶ୍ୟକତା ଥିଲା। ଆଉ ସେଇ 16 ପଦରେ ଲେଖାଯାଏ ଗୋଟେ ମେଷ ଆଉ 2ଟା ଛାଗ ବ୍ୟବହାର ହଉଥିଲା। ନିସ୍ତାର ପର୍ବରେ ମୁକ୍ତିର ପର୍ବରେ ଇସ୍ରାଏଲ ମାନଙ୍କୁ ଯେତେବେଳେ ମୁକ୍ତ କରିବା ଲାଗି ଈଶ୍ୱର ମନସ୍ଥ କଲେ ସେ ନିସ୍ତାର ପର୍ବ କରିବା ଲାଗି ସେମାନଙ୍କୁ ଆଦେଶ ଦେଲେ। ନିସ୍ତାର ପର୍ବର ଉଦ୍ଦେଶ୍ୟ ଥିଲା ଗୋଟେ ମେଷକୁ ବଳି ରୂପେ ମେଷ ସେଇ 1 ବର୍ଷୀୟ ପୁଂଶାବକ ସମ୍ପୂର୍ଣ୍ଣ ନିଷ୍ପାପ ନିଷ୍କଳଙ୍କ ଗୋଟେ ମେଷକୁ ବଳିଦାନ କରାଯିବ ବା ତାକୁ ହତ୍ୟା କରାଯିବ। ତାର ରକ୍ତ ଘରର
ବାଜୁବନ୍ଧ ଆଉ କପାଳିରେ ଲଗାଯିବ। ଆଉ ରାତିରେ ଯେତେବେଳେ ସଂଘାତ ଦୂତ ସେ ବାଟ ଦେଇ ଯିବେ, ଯାହା ଘରେ ରକ୍ତ ଲାଗିଥିବ ସେ ରକ୍ଷା ପାଇବ। ରକ୍ତର ବିଶେଷ ଆବଶ୍ୟକତା, ଆଉ ସେଇ ମୁକ୍ତି ନିମନ୍ତେ ଯୀଶୁ ଥିଲେ ସେଇ ବଳି। ଆମେ ଦେଖୁଛୁ ଗୋଟେ ଗଧକୁ ମୁକ୍ତ କରି ଯୀଶୁ ତାରି ଉପରେ ବସି ଗୋଟେ ଯାତ୍ରା ଆରମ୍ଭ କରିଛନ୍ତି। ଆଉ ସେଇ ଯାତ୍ରା ବିଷୟରେ ଆମେ ଦେଖୁ ଜିଖର୍ୟ 9 ପର୍ବ 9 ପଦ ଟିକେ ଦୟାକରି ପଢିବେ। ଜିଖର୍ୟ 9 ପର୍ବ 9 ପଦ। ସଦାପ୍ରଭୁ କହନ୍ତି, ଆମ୍ଭେ କଣ କ୍ଷମା ନ ପର୍ବ ପରା ସରି ଜିଖର୍ୟ ଗୋ କନ୍ୟା ଅତିଶୟ ଉଲ୍ଲାସ କର, ଗୋ ସିରୁସାଲମ କନ୍ୟା ଜୟଧ୍ୱନି କର। ଦେଖ, ତୁମ୍ଭର ରାଜା ତୁମ୍ଭ ନିକଟକୁ ଆସୁଅଛନ୍ତି। ସେ ଧର୍ମମୟ ଓ ପରିତ୍ରାଣ ବିଶିଷ୍ଟ। ସେ ନମ୍ରଶୀଳ ଓ ଗର୍ଦ୍ଦଭ ଉପରେ ଅର୍ଥାତ୍ ଗର୍ଦ୍ଦଭୀର ଶାବକ ଉପରେ ଆରୋହଣ କରି ଆସୁଛନ୍ତି। ପ୍ରଥମେ ଯୀଶୁ ସେଇ ଗର୍ଦ୍ଦଭକୁ ମୁକ୍ତ କରୁଛନ୍ତି, ବା ସେ ଶାବକକୁ। ଆମେ ଜାଣୁ ସେ ଗର୍ଦ୍ଦଭ ଆଉ ଶାବକ ଦୁଇଟାଙ୍କୁ ଧରିକି ସେମାନେ ଆସିଥିଲେ, କିନ୍ତୁ ଯୀଶୁ ସେ ପୁଙ୍ଗ ଶାବକ ଉପରେ ବସିଥିଲେ, ଗର୍ଦ୍ଦଭ ଶାବକ ଉପରେ ସେ ବସିଥିଲେ। ଆଉ ସେ କଣ ପାଇଁ ଯାତ୍ରା କରୁଛନ୍ତି ସେଟା ଆମେ ଯୀଶୁଙ୍କ କଥା ବା ଯୀଶୁ କଣ କହିଥିଲେ ଆମେ ଦେଖିବା। ମାର୍କ 10 ପର୍ବ 33 ଆଉ 34 ଟା ମୁଁ ପଢୁଛି। ସେ କହିଲେ, ଦେଖ ଆମେ ଜେରୁସାଲେମକୁ ଯାତ୍ରା କରୁଅଛୁ। ମନୁଷ୍ୟ ପୁତ୍ର ପ୍ରଧାନ ଯାଜକ ଓ ଶାସ୍ତ୍ରୀ ମାନଙ୍କ ହସ୍ତରେ ସମର୍ପିତ ହେବେ, ଆଉ ସେମାନେ ତାହାକୁ ପ୍ରାଣ ଦଣ୍ଡାଜ୍ଞା ଦେଇ ବିଜାତୀୟ ମାନଙ୍କ ହସ୍ତରେ ସମର୍ପଣ କରିବେ। ପୁଣି ସେମାନେ ତାହାଙ୍କୁ ପରିହାସ କରିବେ, ତାହାଙ୍କ ଉପରେ ଛେପ ପକାଇବେ, ତାହାଙ୍କୁ କୋରଡ଼ା ମାରିବେ ଓ ବଧ କରିବେ, ଆଉ 3 ଦିନ ଉତ୍ତାରେ ସେ ପୁନରୁତ୍ଥିତ ହେବେ। ଜେରୁସାଲେମକୁ ଗର୍ଦ୍ଦଭ ପିଠିରେ ବସି ଯୀଶୁ ଯାତ୍ରା କରୁଛନ୍ତି। ଲୋକମାନେ ଚିତ୍କାର କରି ତାଙ୍କର ଜୟ ଜୟଗାନ କରୁଛନ୍ତି। ତାଙ୍କୁ ରାଜା ଭାବରେ ସମ୍ବୋଧନ କରୁଛନ୍ତି, ଦାଉଦଙ୍କ ପୁତ୍ର ଭାବରେ ତାଙ୍କୁ କହୁଛନ୍ତି, ହୋସାନା କରୁଛନ୍ତି, ପ୍ରଭୁ କହୁଛନ୍ତି। ଆପଣ ସବୁ 4ଟା ସୁସମାଚାର ଦେଖିବେ, ବିଭିନ୍ନ ପ୍ରକାର ସେମାନେ ଯୀଶୁଙ୍କର ଜୟଗାନ କରି କରି ଜେରୁସାଲେମକୁ ଯାଉଛନ୍ତି। କେହି ଜାଣନ୍ତି ନାହିଁ ଯୀଶୁ କାହିଁକି ଯାଉଛନ୍ତି। କେବଳ ଶିଷ୍ୟ ମାନଙ୍କୁ କୁହାଯାଇଛି ଯେ ମୁଁ ଜେରୁସାଲେମକୁ ଯାଉଛି, ଆଉ ଏଇ ଘଟଣା ଘଟିବ। କିନ୍ତୁ ଆଶ୍ଚର୍ଯ୍ୟ ମତେ ଲାଗେ, 35 ପଦରେ ଆପଣ ମାନେ ଦେଖିବେ, ଏଇ ଘଟଣା ଶୁଣିଲା ପରେ, ଏମିତି କିଛି ଶୁଣିଲା ପରେ ଶିଷ୍ୟ ମାନଙ୍କର କୌଣସି ରିଆକ୍ସନ ନାହିଁ। 35 ପଦଟା ଆପଣ ମାନେ ପଢିଦେବେ, ଯାକୁବ ଯୋହନର ଯୋଉ ମାଗଣୀ ଆପଣ ମାନେ ଦେଖିବେ। ଯୀଶୁ ଏଇ ଯାତ୍ରାରେ କଣ କରିବେ ଜାଣିଥିଲେ। ସାରା ଜଗତର ବନ୍ଧା ଯାଇଥିବା ପାପୀ ଯେ ଆମମାନେ, ଯୋଉମାନେ ଖୁଣ୍ଟରେ ବନ୍ଧା ହେଇକିରି ମାନେ ଥିଲୁ, ଆମମାନଙ୍କର ମୁକ୍ତି ନିମନ୍ତେ ଏଇ ଯାତ୍ରା ସହଜ ସରଳ ଗୋଟେ ଆନନ୍ଦର ଯାତ୍ରା ଏଟା ନଥିଲା। ଏ ଯାତ୍ରାରେ ସେ ମହାସଭାର ନେତା ମାନଙ୍କର ଆଗରେ ନିଜର ବଳ ବା ଯୋଉଟା ଆଜିକାଲି ସବୁ ଅନେକ ଜାଗାରେ ଆମେ ଦେଖୁଛୁ ଯେ କିଏ କେତେ ବଡ ନେତା ଦେଖେଇବା ଲାଗି ପ୍ରସେସନ ହଉଛି। ତାଙ୍କର ସେଇ ଯାତ୍ରା ମହାସଭାର ଲୋକମାନଙ୍କୁ ଚମକେଇ ଦେବାକୁ ନଥିଲା। ତାଙ୍କର ସେଇ ଯାତ୍ରା ସେ କେତେ ବଳଶାଳୀ, ତାଙ୍କ ପଛରେ କେତେ ଲୋକ ଅଛନ୍ତି, ତାହା ଯାଜକ ମାନଙ୍କୁ ଦେଖିବା ଦରକାର ନଥିଲା। ସେ ଆରମ୍ଭରୁ କହୁଛନ୍ତି, ଏଇ ଯାତ୍ରା ଯୋଉ ମୁଁ କରୁଛି, ଏଇ ଯାତ୍ରାର ଶେଷ ମୋର ମୃତ୍ୟୁ। ତାର ଏକମାତ୍ର କାରଣ ସେ ମରିବାକୁ ଯାଉଛନ୍ତି, ଯେପରି
आमे माने जो बंधा ହେଇଥିଲୁ ଯାହାଙ୍କ ପାଖରେ ପ୍ରଭୁଙ୍କର ପ୍ରୟୋଜନ ଥିଲା କେମିତି ଆମମାନେ ମୁକ୍ତି ପାଇବୁ ଏବଂ ତାଙ୍କର ପିଲା ହବୁ ତାଙ୍କରି ଲୋକ ହବୁ ଈଶ୍ୱର ସେଇ ଉଦ୍ଦେଶ୍ୟ ନେଇ ବଳିକୃତ ମେଷ ଭାବରେ ଯୀଶୁଙ୍କୁ ପ୍ରସ୍ତୁତ କରିଥିଲେ ଆଉ ଯୀଶୁ ସବୁଠାରୁ ହୀନମାନିଆ ସବୁଠାରୁ ଘୃଣିତ ଗୋଟେ ଅଶୁଚି ପଶୁ ଯାହାର ପ୍ରଥମ ସନ୍ତାନ ବଳି ଭାବରେ ଉତ୍ସର୍ଗ କରାଯାଇ ପାରେନି ସେହିପରି ଗୋଟେ ପଶୁକୁ ମନୋନୀତ କରୁଛନ୍ତି ଅର୍ଥାତ୍ ଆମେ ମାନେ ସେହିପରି ଗୋଟେ ଗୋଟେ ଅବାଞ୍ଛିତ ଶୈତାନ ଦ୍ୱାରା ପ୍ରତି ମୁହୂର୍ତ୍ତ ଲଜ୍ଜିତ ଭୟଭୀତ ଶୈତାନର ଦାସ ଦାସୀ ଭାବରେ ଆମେ ବ୍ୟବହୃତ ହଉଥିଲୁ ଆମମାନଙ୍କର କୌଣସି ମର୍ଯ୍ୟାଦା ନଥିଲା ଗୋଟେ ପାପୀ ଗୋଟେ ଚୋର ଖଣ୍ଟ ଯିଏ ସମାଜ ଦ୍ୱାରା ସେ ସଦାବେଳେ ପରିତ୍ୟକ୍ତ ହୁଏ ଆମର ଅବସ୍ଥା ସେୟା ଥିଲା ଈଶ୍ୱରଙ୍କ ସମ୍ମୁଖରେ ଆମମାନଙ୍କର କାର୍ଯ୍ୟ ଆମମାନଙ୍କର ପାପ ଜୀବନ ପୁରା ଘୃଣିତ ଆମେ ଥିଲୁ ସେଇ ବନ୍ଧନ କାଟିବା ଲାଗି ସେଇ ବନ୍ଧନରୁ ଆମକୁ ମୁକୁଳେଇବା ଲାଗି ଯୀଶୁ ଗର୍ଦ୍ଧବ ପିଠିରେ ବସି ଜେରୁସାଲେମକୁ ଯାତ୍ରା କରୁଛନ୍ତି ଯୋଉ ଶୋଭାଯାତ୍ରାରେ ତାଙ୍କୁ ଲୋକମାନେ ଏତେ ସମ୍ମାନ ଦଉଛନ୍ତି କିନ୍ତୁ ଦୁଃଖ ଲାଗେ ତାର କେଇ ଦିନ ପରେ ସେଇ ଲୋକମାନେ ହିଁ ତାଙ୍କୁ କ୍ରୁଶରେ ଚଢଉଛନ୍ତି ଯୀଶୁ ଜାଣିଥିଲେ ପରବର୍ତ୍ତୀ ଅବସ୍ଥା କଣ ହବ କିନ୍ତୁ ସେ ଭୟଭୀତ ନଥିଲେ କାରଣ ତାଙ୍କର ଉଦ୍ଦେଶ୍ୟ ଥିଲା ବଞ୍ଚିବା ନୁହେଁ ମରିବା ସେ ତାଙ୍କର ରକ୍ତ ଦେଇ ଆମମାନଙ୍କୁ ମୁକ୍ତ କରିବାକୁ ଚାହୁଁଥିଲେ କାହିଁକି ନା ଆପଣ ମାନେ ଦେଖିବେ ଏପରି 9 ପର୍ବ 22 ପଦରେ ଲେଖାଯାଏ ରକ୍ତ ବିନା କୌଣସି ବିଷ ଈଶ୍ୱରଙ୍କର ଗ୍ରହଣ ଯୋଗ୍ୟ ନୁହେଁ ବିନା ବିନା ରକ୍ତରେ କୌଣସି ବିଷ ସୂଚି ହେଇପାରେ ନାହିଁ ଏପରି 9 ପର୍ବ 22 ପଦରେ ଲେଖାଯାଏ ତୁମେ ବ୍ୟବସ୍ଥା ଅନୁସାରେ ପ୍ରାୟ ସମସ୍ତ ବିଷ ରକ୍ତ ରକ୍ତ ଦ୍ୱାରା ସୂଚି ହୁଏ ଆଉ ରକ୍ତପାତ ବିନା ପାପ ମୋଚନ ହୁଏ ନାହିଁ ଆମର ପାପ ଲାଗି ଯୀଶୁ ଯାଉଛନ୍ତି ମରିବା ପାଇଁ ଆମକୁ ପବିତ୍ର କରିବା ଲାଗି କାରଣ ଆମ ପାଖରେ ଯୀଶୁଙ୍କର ପ୍ରୟୋଜନ ଅଛି ଆମେ ଯେ ଗଧ ମାନେ ଗଧ ପରିକା ଲୋକମାନେ ଗଧ ପରି ଗୋଟେ ଅଶୁଚି ଜୀବନ କାଟୁଥିବା ଲୋକମାନେ ଆମର ମଧ୍ୟ ମୁକ୍ତି ପାଇଁ ଯୀଶୁଙ୍କ ଉପରେ ଯୀଶୁଙ୍କ ଆବଶ୍ୟକତା ଅଛି ଆମେ ଯଦି ନିଜେ ଇଚ୍ଛା ନ କରିବା ତାହେଲେ ଆମେ ନିଜେ ବନ୍ଧା ହେଇକି ଜୀବନ ଯାକ ପଡି ରହିବା ଆମମାନଙ୍କୁ ପ୍ରଥମ ପିତର 1 ପର୍ବ 18-19 ରେ ଆପଣ ମାନେ ଦେଖିବେ ସ୍ପଷ୍ଟ ଭାବରେ ଲେଖା ଯାଇଛି ଯେ ତୁମେ ମାନେ ମୁକ୍ତି ପାଇଛ ସୁନା ରୂପା ଟଙ୍କା ପଇସାରେ ନୁହଁ ତୁମକୁ ଶୈତାନର ସେ ବନ୍ଧନରୁ ମୁକ୍ତି କରିବା ଲାଗି 18-19 ରେ ଲେଖାଯାଏ ତୁମାନେ ଜାଣ ଯେ ତୁମମାନଙ୍କର ପିତୃପୁରୁଷ ମାନଙ୍କ ଠାରୁ ପ୍ରାପ୍ତ ପରମ୍ପରାଗତ ନିରର୍ଥକ ଆଚାର ବ୍ୟବହାରରୁ ରୂପା କି ସୁନା ପରି କ୍ଷଣୀୟ ବସ୍ତୁ ଦ୍ୱାରା ମୁକ୍ତ ନ ହୋଇ ବରଂ ନିଖୁନ୍ତ ଓ ନିଷ୍କଳଙ୍କ ମେଷ ଶାବକ ସଦୃଶ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ରକ୍ତରେ ମୁକ୍ତ ହୋଇଛ ସେଦିନ ଅତି ସହଜରେ ରସି ଖୋଲି ଶିଷ୍ୟମାନେ ଗର୍ଦ୍ଧବ ଶାବକକୁ ନେଇ ଆସିଲେ କିନ୍ତୁ ଆମେ ମାନେ ସେଇ ବନ୍ଧନରୁ ମୁକ୍ତ ହେବା ଲାଗି ଗୋଟେ ପବିତ୍ର ସୂଚି ରକ୍ତର ଆବଶ୍ୟକତା ଥିଲା ଗୋଟେ ମୂଲ୍ୟ ଦେବାର ଆବଶ୍ୟକତା ଥିଲା ସେଦିନ ଗର୍ଦ୍ଧବ ଶାବକକୁ ବିନା ମୂଲ୍ୟରେ ନେଇ ଆସିବାର ସକ୍ଷମ ହେଲେ ସେମାନେ କିନ୍ତୁ ଆମ ପାଇଁ ଶୈତାନ ହାତରୁ ମୁକ୍ତି ପାଇବା ପାଇଁ ଗୋଟେ ମୂଲ୍ୟ ଦେବାକୁ ପଡିଥିଲା ଆଉ ସେ ମହାମୂଲ୍ୟ ଯୀଶୁଙ୍କର ସେ ପବିତ୍ର ରକ୍ତ ଯାହାକି ଟୋପା ଟୋପା କରି ସେ
ଆମର ମୁକ୍ତି ଲାଗି ଶୈତାନକୁ ଗଣି ଦେଇଛନ୍ତି। ଆମର ମୁକ୍ତି ପାଇଁ ସେ ପାପୀ ନଥିଲେ। ସ୍ପଷ୍ଟ ଲେଖାଯାଏ ପାପର ବେତନ ମୃତ୍ୟୁ। ତୃତୀୟ କରନ୍ଥୀରେ ଲେଖାଯାଇଛି ଈଶ୍ୱର ତାଙ୍କୁ ପାପ ସ୍ୱରୂପ କଲେ। ସେ ନିଜେ ପାପୀ ନଥିଲେ। ତାଙ୍କ ଜୀବନ କାଳ ଭିତରେ ସେ ଗୋଟିଏ ବି ପାପ କରିନାହାନ୍ତି। ସେଥିପାଇଁ ସେ ଚ୍ୟାଲେଞ୍ଜ କରିଥିଲେ। ଯୋଉନ 8 ପର୍ବରେ ଆପଣ ଦେଖିବେ ସେ ସ୍ପଷ୍ଟ ଭାବରେ ସେ ନେତା ମାନଙ୍କୁ ଯୋଉମାନେ ତାଙ୍କୁ ଅପମାନ କରି କଥା କହୁଥିଲେ ତାଙ୍କୁ ସେ ସ୍ପଷ୍ଟ ଭାବରେ କହୁଛନ୍ତି 8 ପର୍ବ 46 ପଦରେ ମୋ ଠାରେ ପାପ ଅଛି ବୋଲି ତୁମାନଙ୍କ ମଧ୍ୟରୁ କିଏ ପ୍ରମାଣ ଦେଉଅଛି। ଯୀଶୁ ଚ୍ୟାଲେଞ୍ଜ କଲେ। କେହି ଜଣେ ବି ତାଙ୍କୁ ପାପୀ ବୋଲି ପ୍ରମାଣିତ କରିପାରିଲେନି। କିନ୍ତୁ ଆମକୁ ସେ ଖୁଣ୍ଟରୁ ଖୋଲିବା ଲାଗି ଯୋଉ ମୂଲ୍ୟ ଦେବାକୁ ପଡିଲା ତାହା ହଉଛି ଯୀଶୁଙ୍କ ସେଇ ପବିତ୍ର ରକ୍ତ। ତାଠୁ ବଳି ପବିତ୍ର ରକ୍ତ ନଥିଲା। ଗୋଟିଏ ମେଷ ନିହାତି ଆମ ପରି ଆପଣ ମାନଙ୍କୁ ମୁଁ ଆରମ୍ଭରୁ କହିଛି ଗୋଟେ ଗର୍ଦ୍ଧବର ଅଶୁଚି ପଶୁ ବୋଲି ତାର ମୁକ୍ତି ନିମନ୍ତେ ଗୋଟେ ମେଷ ବଳିଦାନର ବ୍ୟବସ୍ଥା ଥିଲା। ଯାତ୍ରା ପୁସ୍ତକରେ ଆମେ ପଢିଲୁ। ଆମ ପରି ଅତି ପାପିଷ୍ଟ ଅତି ଯାହାର ମୂଲ୍ୟ ହିଁ ନଥିଲା କହିଲେ ଚଳେ ଜଗତରେ। ଶୈତାନ ପାଖରେ ଆମେ ମୂଲ୍ୟ ହିଁ ନଥିଲୁ କିନ୍ତୁ ସେ ଆମକୁ ବାନ୍ଧିକି ରଖିଥିଲା। କିନ୍ତୁ ଈଶ୍ୱରଙ୍କ ପାଖରେ ଥିଲୁ ଆମେ ମୂଲ୍ୟବାନ। ସେଥିପାଇଁ ସେ ଗୋଟେ ମେଷର ବ୍ୟବସ୍ଥା କରିଥିଲେ। ଆମକୁ ବଳି ହେବାରୁ ରକ୍ଷା କଲେ। ଆମେ ବଳି ହେଲୁନି। ଆମ ପାଇଁ ଗୋଟେ ବଳିଦାନ ରୂପେ ଯୀଶୁ ନିଜକୁ ଉତ୍ସର୍ଗ କଲେ। ଆଉ ତାଙ୍କରି ରକ୍ତରେ ଆମେ ମୁକ୍ତ ହେଇଛୁ। ସେଥିପାଇଁ ଲେଖାଯାଏ ଯୋହନ ପ୍ରଥମ ଯୋହନ 3 ପର୍ବ 16 ପଦରେ ଲେଖାଯାଏ ସେ ଆମମାନଙ୍କ ନିମନ୍ତେ ଆପଣା ପ୍ରାଣ ଦାନ କରିବା ଦ୍ୱାରା ଆମ୍ଭେମାନେ ପ୍ରେମର ପରିଚୟ ପାଇଅଛୁ। ପୁଣି ଭାଇମାନଙ୍କ ନିମନ୍ତେ ଆମମାନଙ୍କର ମଧ୍ୟ ପ୍ରାଣ ଦାନ କରିବା ଉଚିତ। ଆମମାନଙ୍କୁ ଗୋଟେ ଶିକ୍ଷା ମଧ୍ୟ ଦିଆଯାଇଛି ଯେ ତୁମାନଙ୍କୁ ମୁଁ ଯେମିତି ବଞ୍ଚେଇଲି ତୁମାନଙ୍କୁ ଯେମିତି ରକ୍ଷା କଲି ତୁମାନେ ମଧ୍ୟ ସେଇପରି ଅନ୍ୟ ଭାଇମାନଙ୍କୁ ରକ୍ଷା କର। ସେଇ ଦିନର ଶୋଭାଯାତ୍ରା ହୁଏତ ଜେରୁସାଲେମରେ ଶେଷ ହେବା ପରେ ଅତି ପରିଣତିଟା କରୁଣ ହେଇଗଲା। କିନ୍ତୁ ତୃତୀୟ ଦିନର ଯୋଉ କାର୍ଯ୍ୟ ତାହା ଯୀଶୁଙ୍କୁ ରାଜା ରୂପେ ପ୍ରତିଷ୍ଠା କଲା। ଆପଣ ମାନେ ଦେଖିବେ କଲସ୍ୟ 2 ପର୍ବ 15 ପଦରେ ଲେଖାଯାଏ ସମସ୍ତ ଆଧିପତ୍ୟ ଓ କର୍ତ୍ତାପଣର ଅସ୍ତ୍ର ଶସ୍ତ୍ର ଛଡାଇ ପ୍ରକାଶରେ ସେମାନଙ୍କ ପ୍ରଦର୍ଶନ ପୂର୍ବକ କୃଷରେ ବିଜୟ ଯାତ୍ରା କରିଅଛନ୍ତି। ସେଇ ବିଜୟ ଯାତ୍ରା ଯୋଉଟା ପରାଜୟର ଯାତ୍ରା ହେଇଯାଇଥିଲା 3 ଦିନ ପୂର୍ବରୁ ସେଟା ଶେଷରେ ବିଜୟ ଯାତ୍ରାରେ ପରିଣତ ହେଇଛି। ଯୀଶୁଙ୍କର ସେ ବିଜୟ ଯାତ୍ରାର ଫଳରେ ଆଜି ଆମେ ମାନେ ଯୋଉମାନେ ଯୀଶୁଙ୍କୁ ହୃଦୟରେ ଗ୍ରହଣ କରିଛୁ ମୁଖରେ ପ୍ରଭୁ ବୋଲି ସ୍ୱୀକାର କରିଛୁ ପରିତ୍ରାଣ ପାଇଛୁ ଆମେ ସେ ରକ୍ତ ଦ୍ୱାରା ଧୌତ ପବିତ୍ରୀକୃତ ହେଇଛୁ। ସେଇ ଖୁଣ୍ଟରୁ ଆମେ ଖୋଲା ଯାଇଛୁ। ଯଦି ଆମେ ଆଜି ବି ସେ ଖୁଣ୍ଟରେ ଅଛୁ ସେ ଖୁଣ୍ଟକୁ ଯଦି ଆଜି ବି ଆମେ ଜାବୁଡିକି ଧରିଛୁ ତାହେଲେ ଆମଠୁ ଦୁର୍ଭାଗା କେହି ନାହିଁ। ଆମକୁ ଅତି ସହଜ ଭାବରେ ଖୁଣ୍ଟରୁ ଖୋଲିବାର ବ୍ୟବସ୍ଥା କରି ଦିଆଗଲା। ମୋ ରକ୍ତକୁ ସ୍ୱୀକାର କର। ମୋର ରକ୍ତ ପାତ ପ୍ରାୟଶ୍ଚିତ ବଳିଦାନକୁ ସ୍ୱୀକାର କର। ତୁମେ ବିଶ୍ୱାସ କର ଯେ ମୁଁ ତୁମ ପାଇଁ ମରିଥିଲି। ତୁମେ ମୋର ରକ୍ତକୁ ଗ୍ରହଣ କର। ମୁଦ୍ରାଙ୍କିତ ହୁଅ ରକ୍ତରେ। ଆଉ ତମେ ସଙ୍ଗେ ସଙ୍ଗେ ସେ ପାପ ରୂପକ ବନ୍ଧନରୁ ଖୋଲିଯିବ। ଖୁଣ୍ଟରୁ ତୁମେ ଖୋଲା ହେଇଯିବ। ଆଉ ତାପରେ ତୁମେ ମୋର ବ୍ୟବହାର ଉପଯୋଗୀ ହେଇଯିବ। ମୋର ପ୍ରୟୋଜନୀୟ ମୋ ପାଇଁ ତୁମେ ପ୍ରୟୋଜନୀୟ ହେଇଯିବ।
ଆଉ ମୁଁ ତମ ଲାଗି ଏଇ କାର୍ଯ୍ୟ କରିଛି। ଆଜି ବି ଆମକୁ ମଧ୍ୟ ସେଇ ଆହ୍ୱାନ ଆସିଛି। ତୁମେ ପ୍ରଭୁ ଯଦି ତୁମକୁ ତାଙ୍କର ପ୍ରୟୋଜନ ବୋଲି ଚାହୁଁଛନ୍ତି, ଆମକୁ ମଧ୍ୟ ମୁକ୍ତ ହବାକୁ ପଡିବ। ଅତି ସହଜ ଉପାୟ ବି ଦିଆଯାଇଛି ଯୀଶୁଙ୍କୁ ନିଜର ତ୍ରାଣକର୍ତ୍ତା ଭାବରେ ଗ୍ରହଣ କରିବାକୁ। ସେଇ ଯୋହନ 8 ପର୍ବ 37 ପଦ 36 ପଦରେ ଲେଖାଯାଇଛି, ଅତେ ପୁତ୍ର ଯଦି ତୁମାନଙ୍କୁ ମୁକ୍ତ କରିବେ ତାହେଲେ ତୁମାନେ ପ୍ରକୃତରେ ମୁକ୍ତ ହବ। କାରଣ 34 ପଦରେ ଲେଖାଯାଇଛି, ଯେ କେହି ପାପ କରେ ସେ ପାପର ଦାସ। ଆଜି ଆମେ କାହାର କାର୍ଯ୍ୟରେ ଲାଗିବା? କାହାକୁ ଆମ ପିଠିରେ ବସିବାକୁ ଅନୁମତି ଦେବା? ଅର୍ଥାତ୍ ପିଠିରେ ବସିବା ଅର୍ଥ ଆମକୁ ନେଇ ବ୍ୟବହାର କରିବା ଲାଗି କାହାକୁ ଆମେ ନିଜ ନିଜକୁ ଦବା? ଯଦି ଆମେ ପୁତ୍ରଙ୍କୁ ବିଶ୍ୱାସ କରିବା, ସେ ଆମକୁ ମୁକ୍ତ କରିଛନ୍ତି ବୋଲି ତାଙ୍କୁ ସମ୍ପୂର୍ଣ୍ଣ ରୂପେ ବିଶ୍ୱାସର ସହିତ ଗ୍ରହଣ କରିବା, ତାହେଲେ ଆମେ ମୁକ୍ତି ପାଇବା। ପ୍ରଭୁଙ୍କର କାର୍ଯ୍ୟ ନିମନ୍ତେ ଆମେ ମୁକ୍ତ ହେବାର ଆବଶ୍ୟକତା ଅଛି। ଶୈତାନର ବନ୍ଧନରେ ବାନ୍ଧି ହେଇ ତାର ଦାସ ହେଇ ଆମେ ପ୍ରଭୁଙ୍କର କାର୍ଯ୍ୟ କରିପାରିବାନି। ଯେପର୍ଯ୍ୟନ୍ତ ଗଧ ଖୁଣ୍ଟରେ ବନ୍ଧା ଥିଲା, ସେ ମାଲିକର ଥିଲା। ପ୍ରଭୁଙ୍କର ଯେତେବେଳେ ପ୍ରୟୋଜନ ହେଲା, ତାକୁ ସେ ଖୋଲିକିରି ନେଇ ଆସିବାକୁ କହିଲେ। ମାଲିକ ଯାଚିକି ଦେଇନି, ଯୀଶୁ କହିଲେ ମୋର ପ୍ରୟୋଜନ ଅଛି, ଖୋଲିକିରି ଅଣାଗଲା। ତେବେ ଯାଇ ସେ ପ୍ରଭୁଙ୍କର ବ୍ୟବହାର ଉପଯୋଗୀ ହେଇପାରିଲା। ଆଜି ପ୍ରଭୁ ଆମକୁ ବାକ୍ୟରେ ଅନେକ ଜାଗାରେ ପରାମର୍ଶ ଦେଇଛନ୍ତି ଯେ ତୁମେ ମତେ ବିଶ୍ୱାସ କର। କିଛି କରିବା ଦରକାର ନାହିଁ। ବଡ ବଡ କୌଣସି ପ୍ରକାର ସ୍ୱାର୍ଥ ତ୍ୟାଗ ତୁମମାନଙ୍କଠୁ ମୁଁ ଆବଶ୍ୟକ କରେ ନାହିଁ। ତେବେ କେବଳ ବିଶ୍ୱାସ କର ଯେ ମୁଁ ତୁମକୁ ମୁକ୍ତ କରିଛି, ମୋ ରକ୍ତର ମୂଲ୍ୟ ଦେଇ ମୁଁ ତୁମକୁ ମୁକ୍ତ କରିଛି, ଆଉ ତୁମେ ମୋର। ପ୍ରଭୁ ମାନଙ୍କୁ ଆଶୀର୍ବାଦ କରନ୍ତୁ। ଯଦି ଆମେ ଆଜି ବନ୍ଧା ଜୀବନରେ ଅଛୁ, ସେଇ ବନ୍ଧା ଜୀବନକୁ ପ୍ରଭୁଙ୍କର ସେଇ ରକ୍ତରେ ବିଶ୍ୱାସ କରି, ତାଙ୍କର ଚାଳନା ସ୍ୱୀକାର କରି, ତାଙ୍କର କଥା ମାନି ତାଙ୍କର ପିଲା ହେବା ଲାଗି ଚେଷ୍ଟା କରନ୍ତୁ। ମୋ ଯୀଶୁ ମତେ ମୁକ୍ତ କରି ସାରିଛନ୍ତି, ମୁଁ ମୁକ୍ତ। ଆଜି ମୁଁ ପ୍ରଭୁଙ୍କର କାର୍ଯ୍ୟରେ ଲାଗିବି। ମୋ ଠାରେ ପ୍ରଭୁ ଯୀଶୁଙ୍କର ପ୍ରୟୋଜନ ଅଛି। ପ୍ରଭୁ ନିଶ୍ଚୟ ଆଶୀର୍ବାଦ କରିବେ। ଆପଣ ମାନେ ସମସ୍ତଙ୍କୁ ପ୍ରଭୁ ପ୍ରୟୋଜନ ସବୁ ମନେ କରନ୍ତି, ପ୍ରତ୍ୟେକ ମନୁଷ୍ୟକୁ। କିନ୍ତୁ ଆମର ବନ୍ଧନ ବି ସେ ମୁକ୍ତ କରି ସାରିଛନ୍ତି ବୋଲି ଆମକୁ ବିଶ୍ୱାସ କରିବାକୁ ପଡିବ। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।